ଦେଖନ୍ତୁ ପିପିଲିରେ ବାଲି ଚୋରା ଚାଲାଣ ହେଉଥିବା ଖବର ବିଭିନ୍ନ ସମୟରେ ପ୍ରସାରଣ କରାଯାଇଛି ଏବଂ ବିଭିନ୍ନ ସମୟରେ ପିପିଲିରେ ବେଆଇନ ବାଲି ଚାଲାଣ ହେଉଥିବା ନେଇ ଖବର ପ୍ରସାରଣ ପରେ ଅନେକ ଥର ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଦେଖନ୍ତୁ ଯେତେବେଳେ ପିପିଲିର ବିଭିନ୍ନ ନଦୀରେ ଯେତେବେଳେ ବେଆଇନ ବାଲି ଚାଲାଣ କରାଯାଉଥିବା ଖବର ପ୍ରସାରଣ ହୋଇଥିଲା, କିଛି ଦିନ ପାଇଁ ଯଦିଓ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଯାଇଥିଲା ଏବଂ ପ୍ରଶାସନିକ ସ୍ତରରେ ବିଭିନ୍ନ ଜାଗାକୁ ଚଢ଼ାଉ କରାଯାଇଥିବା କଥା କୁହାଯାଉଥିଲା। ପରବର୍ତ୍ତୀ ସମୟରେ এই ବାଲି ଚୋରା ଚାଲାଣକୁ ନେଇକି ମଧ୍ୟ ସୋସିଆଲ ମିଡ଼ିଆରେ ମଧ୍ୟ ଅନେକ ପ୍ରତିବାଦ ଉଠିଥିଲା ଏବଂ କେଉଁଭଳି ଭାବରେ ବାଲି ଚୋରା ଚାଲାଣ ହେଉଛି ତାହାକୁ ନେଇ ସରକାର ମଧ୍ୟ ଦୃଷ୍ଟି ଦେବା ପାଇଁ ଗୋଟେ ପ୍ରକାର ଦାବି ହେଉଥିଲା। ଦେଖନ୍ତୁ ଯେତେବେଳେ ବାଲି ଚୋରା ଚାଲାଣ କରାଯାଉଛି, ଯେତେବେଳେ ସ୍ଥାନୀୟ ତହସିଲଦାର এই କଥା ମାନିବାକୁ ନାରାଜ ଥିଲେ, ସେହି ସମୟରେ ଯେତେବେଳେ ବାଲି ଚୋରା ଚାଲାଣ କରାଯାଉଛି ମାଇନ୍ସ ବିଭାଗର ଅଧିକାରୀ ଖୋଦ୍ ଯିଏ ସମୀର କୁମାର ମିଶ୍ର ପିପିଲି ଥାନାରେ ଅଭିଯୋଗ କରୁଛନ୍ତି। ଯେତେବେଳେ ଏଫଆଇଆର୍ ରୁଜୁ ହେଇଛି, ସେ ଏଫଆଇଆର୍ ରୁଜୁ ପରେ ଚୋରା ବାଲି ଚାଲାଣ ହେଉଥିବାର ଗୋଟେ ସତ୍ୟତା ଏବେ ନଜରକୁ ଆସିଛି। ଆପଣ ଦେଖନ୍ତୁ ବିଗତ ଦିନରେ ଯେତେବେଳେ ପିପିଲିର ଦୟା ଏବଂ ଭାର୍ଗବୀ ନଦୀରେ ବାଲି ଚୋରା ଚାଲାଣ ହେଉଥିବା କଥା କୁହାଯାଉଥିଲା, ମାଇନ୍ସ ବିଭାଗ ଅଧିକାରୀ ମଧ୍ୟ ଏ କଥାକୁ ଏଡ଼େଇ ଯାଉଥିଲେ, ନାହିଁ ପିପିଲିରେ ବାଲି ଚୋରା ଚାଲାଣ ହେଉନି, ବିଭିନ୍ନ କଥାକୁ ଏଡ଼େଇକି ବାଲି ଚୋରା ଚାଲାଣକୁ ପ୍ରୋତ୍ସାହିତ କରାଯିବା କଥା କୁହାଯାଉଥିଲା। କିନ୍ତୁ ଯେତେବେଳେ ବାରମ୍ବାର ଏ ଖବର ପ୍ରସାରଣ ହେଉଥିଲା ଏବଂ ବାରମ୍ବାର ଖବର ପ୍ରସାରଣ ପରେ ବାଧ୍ୟତାରେ ମଧ୍ୟ ବିଭିନ୍ନ ସ୍ଥାନ ଚଢ଼ାଉ କରାଯାଇଥିଲା। ସେ ଚଢ଼ାଉ ପରେ ଦୁଇଟି ଯେଉଁ ମେସିନ୍କୁ ମଧ୍ୟ ଜବତ କରାଯାଇଥିଲା, ଯେଉଁ ମେସିନ୍ କି ପିପିଲି ଥାନାରେ ରଖାଯାଇଥିଲା। ଯଦି କହିବା ଜାନୁଆରୀ 8 ତାରିଖରେ ଏଇ ଦୁଇଟି ମେସିନ୍କୁ ଜବତ କରାଯାଇଥିଲା। ସେଇ ମେସିନ୍ ଜବତ ପରେ ଗତ 25 ତାରିଖ ଫେବୃଆରୀ 25 ତାରିଖରେ ଏ ନେଇ ମାମଲା ରୁଜୁ ହୋଇଥିଲା। ଖୋଦ୍ ସମୀର କୁମାର ମିଶ୍ର ପିପିଲି ଥାନାରେ ଅଭିଯୋଗ କରୁଛନ୍ତି, ଯେଉଁ ଘାଟରେ ବାଲି ଚୋରା ଚାଲାଣ ବାଲି ଘାଟରେ ଯେଉଁ ମେସିନ୍କୁ ଜବତ କରାଯାଇଛି, ସେହି ବାଲି ଘାଟରେ ସେଇ ମେସିନ୍ ଚୋରା ଚାଲାଣ ଉଦ୍ଦେଶ୍ୟରେ ବାଲି ଖନନ କରିବା ପାଇଁ ଉଦ୍ଦେଶ୍ୟରେ ସେଠି ରହିଥିଲା, ଯାହାକୁ ପିପିଲି ପୋଲିସ ଦ୍ୱାରା ଜବତ କରାଯାଇଥିଲା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ବାଲି ଚୋରା ଚାଲାଣ ଖବର ଯେତେବେଳେ ବାରମ୍ବାର ପ୍ରସାରଣ କରାଯାଉଥିଲା, ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ପିପିଲିରେ ବିଭିନ୍ନ ଘାଟରେ ଏବେ ମଧ୍ୟ ବାଲି ଚୋରା ଚାଲାଣ କରାଯାଉଛି। ଦେଖନ୍ତୁ ଯେତେବେଳେ ବାଲି ଚୋରା ଚାଲାଣ କରାଯାଉଥିଲା ଏବଂ ଯେଉଁ ସମୀର କୁମାର ମିଶ୍ର ଯିଏ ରହିଛନ୍ତି ମାଇନ୍ସ ଅଧିକାରୀ, ସେ ମଧ୍ୟ ସ୍ପଷ୍ଟ ଭାବରେ ଯେତେବେଳେ ତାଙ୍କ ଏତଲାରେ କରିଛନ୍ତି, ଯେଉଁ ଗୋଟି ମେସିନ୍ ସେଠି ବ୍ୟବହାର କରାଯାଉଥିଲା, ସେଠି ଚୋରା ଉଦ୍ଦେଶ୍ୟରେ ବାଲିକି ଚୋରି କରିବା ଉଦ୍ଦେଶ୍ୟରେ ସେ ଖନନ କରିବା ଉଦ୍ଦେଶ୍ୟରେ ସେ ମେସିନ୍କୁ ବ୍ୟବହାର କରାଯାଉଥିଲା। ଏଠି ଗୋଟେ ପ୍ରଶ୍ନ ଉଠୁଛି, ଯେଉଁ ମେସିନ୍ ସେଠି ନେଇଥିଲେ, ସେ ମେସିନ୍ ନେବା ଲୋକ କିଏ? ବାଲି ଚୋରା ଚାଲାଣ କରିବା ଲୋକ କିଏ? ତାଙ୍କ ବିରୁଦ୍ଧରେ ଏଫଆଇଆର୍ ମଧ୍ୟ ରୁଜୁ ହେଇନି, କିନ୍ତୁ ଚୋରା ଚାଲାଣ କରାଯାଉଥିବା ମେସିନ୍ ବିରୁଦ୍ଧରେ ଏଫଆଇଆର୍ ରୁଜୁ ହେଇଛି। ଏହାର ପରୋକ୍ଷରେ ସିଧାସଳଖ ଏଇ ଏଫଆଇଆର୍ଟି ସେଇ ଗାଡ଼ି ମାଲିକ ଯେଉଁ ମାଲିକଙ୍କ ବିରୁଦ୍ଧରେ ଯିବ ଏବଂ ସେଇ ମାଲିକମାନେ ଏହାର ଭରଣା କରିବେ। କାରଣ ପାଖାପାଖି ଦୁଇଟି ମେସିନ୍ ପାଇଁ 4 ଲକ୍ଷ 8 ଲକ୍ଷ ଟଙ୍କା ଡିମାଣ୍ଡ କରାଯାଇଥିଲା ଏବଂ ମାଇନ୍ସ ଆକ୍ଟ ଯେଉଁ ରହିଛି, ମାଇନ୍ସ ଆକ୍ଟ ଅନୁସାରେ ମଧ୍ୟ ତାଙ୍କ ଉପରେ 8 ଲକ୍ଷ ଟଙ୍କା ବର୍ତ୍ତମାନ ଜୋରିମାନା କରାଯାଇଥିଲା। ଜୋରିମାନା ନ ଦେବାରୁ ତାଙ୍କ ବିରୁଦ୍ଧରେ ପିପିଲି ଥାନାରେ ଗୋଟିଏ ମାମଲା ମଧ୍ୟ ରୁଜୁ କରାଯାଇଛି। ଆପଣ ଦେଖନ୍ତୁ, ଯଦି କହିବା ପିପିଲିର ଏବେ ମଧ୍ୟ ଦୟା ଏବଂ ଭାର୍ଗବୀ ନଦୀର ଅନେକ ସ୍ଥାନରେ ବାଲି ଚୋରା ଚାଲାଣ କରାଯାଉଛି। ଯଦିଓ ସରକାରୀ ଭାବରେ ଗୋଟିଏ ଘାଟକୁ ଗୋବର୍ଦ୍ଧନପୁର ସୁଲତାନନଗର ଗୋଟିଏ ଘାଟକୁ କୁହାଯାଉଛି, ଏଠି ବାଲି ନିୟମ ଭିତରେ ହେଉଛି, କାରଣ ସେଠି ବର୍ତ୍ତମାନ ନିଲାମ ଘାଟ ରହିଛି। କିନ୍ତୁ ଅନେକ ଏବେ ମଧ୍ୟ ଘାଟ ରହିଛି, ଯଦି କହିବା ଯେଉଁ ଘାଟରେ ଏବେ ମଧ୍ୟ ବାଲି ଚୋରା ଚାଲାଣ କରିବା କଥା କୁହାଯାଉଛି। ବିଶେଷ କରି ଯଦି କହିବା ମଗଲପୁର ଅଞ୍ଚଳରେ ବ୍ୟାପକ ବାଲି ଚୋରା ଚାଲାଣ କରିବା କଥା ମଧ୍ୟ ନଜରକୁ ଆସୁଛି। ଏ ନେଇ ମଧ୍ୟ ବାରମ୍ବାର ସ୍ଥାନୀୟ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ ସ୍ଥାନୀୟ ଲୋକମାନେ କରୁଛନ୍ତି, କିନ୍ତୁ ଏ ନେଇକି ମଧ୍ୟ କୌଣସି ପ୍ରକାର ପ୍ରଶାସନିକ ସ୍ତରରେ ଯେଉଁ ପଦକ୍ଷେପ ନେବା କଥା ସେ ପଦକ୍ଷେପ ନିଆଯାଉନି। କେବଳ ସେ କଥା ନୁହଁ, ନୂଆ ଶାସନ କଥା କୁହନ୍ତୁ, ନୂଆ ଶାସନରେ ମଧ୍ୟ ଏବେ ସେ ବାଲି ଘାଟ କିଏ ଚଲେଇବ ସେ ନେଇ ମଧ୍ୟ ଥାନାରେ ଆସି ଉଭୟ ପକ୍ଷରୁ ମଧ୍ୟ ମାମଲା ରୁଜୁ ହୋଇଥିଲା। ଏଥିରୁ ଗୋଟେ କଥା ସ୍ପଷ୍ଟ ହେଉଛି, ଯେତେବେଳେ ଏଠି ବିଭିନ୍ନ ସମୟରେ ଚୋରା ଚାଲାଣକୁ ନେଇକି ଅଭିଯୋଗ ଆସୁଛି, ବାଲି କିଏ ଚଲେଇବ, ଘାଟ କିଏ ଚଲେଇବ, ଯଦିଓ ସେ ଘାଟ ଲିଜ୍ ଘାଟ ନୁହଁ, ବେଆଇନ ଭାବେ ଚାଲିଛି, ତାକୁ ନେଇ ମଧ୍ୟ ବାଦ ପ୍ରତିବାଦ ଲାଗୁଛି ଏବଂ ଲୋକମାନେ ଥାନାର ଦ୍ୱାରସ୍ଥ ହେଉଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ପିପିଲିରେ ବେଆଇନ ବାଲିଘାଟ ଏବେ ମଧ୍ୟ ଚାଲିଛି, କିନ୍ତୁ ପ୍ରଶାସନ ଯେଉଁଭଳି ଭାବରେ ତା ଉପରେ ରୋକ ଲଗାଇବା କଥା, ପ୍ରଶାସନ ଅଧିକାରୀମାନେ ସେ ଉପରେ ରୋକ ଲଗାଇ ପାରୁନାହାନ୍ତି।
जदि कहवा केवल लोक देखाणी भाव में खबर प्रसारण पर जो दुईटी गाड़ी की जबत कर दुईटी मेसीन की जबत कर दुईटी मेसीन की जेहेतु पेंडिंग होता पैसा देवाई बाध्य कर फाइन देवाई बाध्य कर फाइन न देवर नाम थाना मामला रुझे आप देखो अनेक गाड़ी जो बेआईन घाटू बाली चालाण कर गाड़ी धरा पड़ो ଯେତେବେଳେ ସେଇ ମେସିନ୍ ଗୁଡ଼ିକ ଧରା ପଡ଼ିବ ଏବେ ମଧ୍ୟ ଅନେକ ଘାଟରେ ଏବେ ମଧ୍ୟ ସେଇ ମେସିନ୍ ରହିଛି ଜେସିବି ମେସିନ୍ ଗୁଡ଼ା ଅନେକ ଘାଟରେ ବାଲି ଉତ୍ତୋଳନ କରୁଛି କିନ୍ତୁ ସେ ମେସିନ୍ ଉପରେ ମଧ୍ୟ ଦୃଷ୍ଟିପାତ ଦିଆଯାଉନି କେବଳ ଯେଉଁଠି ମେସିନ୍ ତେଣୁ ଆମେ ଗୋଟିଏ ପ୍ରଶ୍ନ ଏଠି କରିବାକୁ ଚାହୁଁ ଯେଉଁ ମାଲିକମାନେ ସେଇ ମେସିନ୍କି ନେଇ ସେଠି ଲଗେଇଛନ୍ତି ଆଉ ଆଗାମୀ ଦିନରେ ଯେତେବେଳେ ଧରା ପଡ଼ିବ ସେଇଭଳି ଭାବରେ ମଧ୍ୟ ମାଇନ୍ସ ଅଧିକାରୀ ବିରୁଦ୍ଧରେ ସେଇ ଅଭିଯୋଗ ଦେବେ ଏଠି ଚୋରା ଚାଲାଣ ଉଦ୍ଦେଶ୍ୟରେ ସେଇ ମେସିନ୍ ବ୍ୟବହାର କରାଯାଉଥିଲା ତେଣୁ ଏଠି ଗୋଟିଏ କଥା ସ୍ପଷ୍ଟ ହେଉଛି ଯେଉଁଭଳି ଭାବରେ ଚୋରା ଚାଲାଣ କରାଯାଉଛି ଏ ଚୋରା ଚାଲାଣ କରିବା ପାଇଁ ସେ ମାଇନ୍ସ ଅଧିକାରୀ ଯେଉଁ 3 ଜଣିଆ ଟିମ୍ ଯେଉଁ କମିଟି ରହିଛି तहसिल प्रशासन माइंस अधिकारी और स्थानीय पुलिस यापर किभली दृष्टि दौरान तेणु आपको नहीं विभिन्न समय विभिन्न मत प्रकाश पाँच जदिव कह बालेश्वर भली घटना जो सरकार नजर को आसाला यापर स्थानीय तहसिलदार और माइंस अधिकारी जो भाव में पदक्षेप नहीं किंतु पिपिली से भली आखि दुसिया पदक्षेप नि जहाँपाई विभिन्न समय ये समस्या सृष्टि होती विभिन्न बालीघाट घाटे बर्तमान एवं बाली संकट देखा आप देखूँ जदि कहे आउ किसी दिन पर जो बन्या आसो जो बन्या अंचल आप देखिए नदी गोटे प्रकार दुर्बल हे और बन्या अंचल जो नदी बंध सोड़ाई बालीर आवश्यकता रही से समय बालीर अभाव देखा आप देखूँ बर्तमान आउ मसे रहा मार्च 25 भितर बर्तमान जो लीज घाट गुड़ा नीलाम अवधि सर पूर्वर हजार हजार ट्रक बाली विभिन्न स्थान में गदा कर गोटे प्रश्न उठू कौ वाई फर्म नहीं से बाली आणिकी जो मैंने गदे ताकू कौ वाई फर्म से आनी माइंस अधिकारी या दृष्टि पड़ूनी किंतु ये घटना केवल लोक देखाणिया माइंस अधिकारी केवल लोक देखाणिया कार्य करने कथा जो चर्चा होती किभली सरकार जो सरकार राजस्व किभली क्षति न हो से माइंस अधिकारी दृष्टि देवार गोटे प्रकार आवश्यकता रही देखो जो माइंस अधिकारी की आप पचारे माइंस अधिकारी सब गोटे कथा आम पाखे लोकों अभाव रही जो लोकों अभाव आम विभिन्न जगह फोर्स ना आम चल कर आमर टोटाल पुरी जिला दायित्व रही पुरी जिले में मु जड़े ही अधिकारी रही तेणु गोटे कथा माइंस अधिकारी बयान गोटे कथा स्पष्ट होची जो बाली जो चोरा चालाण होती गोटे प्रकार माइंस अधिकारी प्रोत्साहन देवार कथा जो अभियोग आसूँ से अभियोग तदंत हबार आवश्यकता रही कारण विभिन्न समय जो माइंस अधिकारी विरुद्ध में अभियोग आसे जो बाली चोरा चालाण विरुद्ध अभियोग होता है से चोरा चालाण कर लोक मान गाड़ी में माइंस अधिकारी विभिन्न समय बुलुवा कथा अभियोग आसूँ तेणु ये कथा को सरकार दृष्टि देवार आवश्यकता रही कारण सरकार एपाई विभिन्न समय निंदित होती कारण कोटी कोटी टंका सरकार राजस्व हानि होती आप देखो जो यही राजस्व मध्यम सरकार को विभिन्न उन्नयनमूलक योजना कार्यकारी होता किंतु यही जो चोरा चालाण कर माफिया केवल लाभवान होती अनेक पकेट गरम होते सरकार राजस्व हानि होती साधारण लोक एथरे बहुत क्षय क्षतिर सम्मुखीन होती आप देखूँ जदि कहे पिपिली विभिन्न स्थान में जो बाली चोरा चालाण होती आम आगामी दिन में निश्चित रूपे कौ जगह बाली चोरा चालाण तार विजुआल सहित आम आपण पाखु आसबू आम आशा करूँ जो बाली चोरा चालाण होती आपण विभिन्न स्थान विजुआल आप आमको देती आउ कि विजुआल आम हस्तगत होगापर आम खूब शीघ्र प्रसारण करूँ एवं सरकार जो प्रशासनिक अधिकारी माने जो भली भाव में बर्तमान नीरव साजी प्रशासनिक अधिकारी आखि खोल और खूब शीघ्र ये दुईटी मेसीन की जबत कर आगामी दिन में अनेक मेसीन बाली घाटू जबत कर जो बेआईन बाली घाटू जबत कर गोटे गेम प्लान प्रस्तुत हो सूचना रही देखा से आगामी दिन में केते दूर कार्यकारी होती प्रशासन ए दिगरे केते कार्यकारी करती
विशेष कर जिलापाल एवं एसपी को अनुरोध करवा जो बेआईन बाली चालाण उपर रोक लगाइए किभली पदक्षेप ने जो स्थानीय अंचल जो दाबी होती से दृष्टि देवा आम आशा करूँ एवं आज कार्यक्रम को ये रखु परवर्ती समय पुणी थे विभिन्न प्रसंग को नहीं आम आपण पाक आसबू रही नमस्कार।